ନମୋ ନୃସିଂହ ଚରଣ ଅନାଦି ପରମ କାରଣ ସୁଖ ଚରଣେ ପ୍ରଣମିତ ହୋଇ ବୋଲନ୍ତି ପରକିତଂ ପରକିତ ବାଜ ଏକ ସଂଶୟ ମୋର ମନ ତେଣୁ ମୁଁ କରି ନିବେଦନ ଭୋ ଭାଗବତ ତୁମ୍ଭ ଆଦ୍ୟ କହିଲ ଯା ଦ୍ୱିତୀୟ ସ୍କନ୍ଦ ଆଦ୍ୟରେ ଭଗବାନ ବ୍ରହ୍ମା ଅଷ୍ଟ ଐଶ୍ୱର୍ଯ୍ୟ ସୁଖ ଶିବଂ ନିବୃତ୍ତି ମାର୍ଗେ ଯା କହିଲେ ତା ଯୋଗେଶ୍ୱର ନ ଜାଣିଲେ ନିବୃତ୍ତ ମାର୍ଗେ ଚକ୍ରବାଣୀ କେବଳ ଯୋଗ ତାହା ବଖାଣି ଯୋଗ ଲଭନ୍ତି ପ୍ରଜାପତି କ୍ରମେ ତାହାଙ୍କ ସଙ୍ଗେ ମୁକ୍ତି ଆରେ ପ୍ରବୃତ୍ତି ମାର୍ଗେ ଯେହି ସ୍ୱର୍ଗାଧି ସୁଖ ଯହିଁ ପାଇ ତୃତୀୟ ପ୍ରକୃତି ବିଲୟ ଭାବେ ଜନ୍ମ ମରଣ ଜୀବ ଲଭେ ହେମନ୍ତ ରୂପେ ତା ପ୍ରକାଶ ବିଷ୍ଣୁର ମାୟାରେ ପ୍ରବେଶ ସୁସ୍ଥ ସମୂହ ଦୁଷ୍ଟ ଗଣ ପ୍ରବୃତ୍ତି ସୃଷ୍ଟି ନୁହେଁ ଭିନ୍ନ ପୁଣି ହୁଆଇ ସେ ପୁଣି ଯାଇ ସେ ମାର୍ଗେ କହିଲେ ତୃତୀୟ ଯେ ନାନା ଧର୍ମର ଲକ୍ଷଣ ନରକ ମାନଙ୍କ ବର୍ଣ୍ଣନ ଯେ ସ୍ୱୟଂଭବ ମନୁ ଆଦି କହିଲେ ଚତୁର୍ଥ ସମ୍ପାଦି ଉତ୍ଥାନ ପାଦ ପ୍ରିୟ ବ୍ରତ ଏବେ ନିବଂଶାନୁଚରିତ ଦୀପବରସ ମହିଧର ନଦୀ ଉଦ୍ୟାନ ଯେ ସାଗର ପୃଥିବୀ ମଣ୍ଡଳର ସ୍ଥାନ ସୂର୍ଯ୍ୟମଣ୍ଡଳ ଜ୍ୟୋତିର୍ଗଣ ଚନ୍ଦ୍ର ତାରକାଦି କରି ଭାଗ ବିବର ଅନୁସରି ଯେମନ୍ତ ପ୍ରକାର ଈଶ୍ୱର ରଚିଲେ ଅଖିଳ ସଂସାର ନାନା ପ୍ରକାରେ ଯେ ନରକ ପ୍ରାଣୀ ସଞ୍ଚରନ୍ତି ଅନେକ ଉଗ୍ରଜାତ ନାକୁ ଭୁଞ୍ଜନ୍ତି କି କଲେ ତହିଁ ନ ପଡ଼ନ୍ତି ବିଶେଷ କରି ମହାଭାଗ କହତୁ ଭାବେ ମୋର ଆଗ ମନ ବଚନ ଶିରରେ ଯେ ପ୍ରାଣୀ ପାଦ ପାପ କାର୍ଯ୍ୟ କରେ ଇହଲୋକରେ ଦେହ ଧରି ଯେବେ ପ୍ରୟନ୍ତକ କରି କିୟ ବା ପରମେଶ୍ୱର ପୂଜା ନ କରେ ଭକ୍ତି ଭର ଅନାଦ୍ୟ ଅଥବା ନାମ ସଂକୀର୍ତ୍ତନେ ଶ୍ରଦ୍ଧା ନ କରେ ଭଗବାନ ବିଶେଷ ଜାତ ନାନରକ ସେ ପ୍ରାଣୀ ଲଭେ ଅତିରେକ ଜୀବନ ପ୍ରକାରେ ଭବିଷ୍ୟ କହି ଚିକିତ୍ସା ଅନେକ କରଇ ରୋଗରୁ ଗୁରୁ ଲଘୁ ଜାଣି ନିଦାନ କଦା ପରିମାଣି ଯେମନ୍ତେ ମରଣର ଆଗେ ସଂଯତ ନାମ ହୋସ ବେଗେ ପାପର ନିବାରଣ ଅର୍ଥେ କରିବ ସଦ୍ୟ ପ୍ରାଶ୍ଚିତେ ଅପରିଚିତ ଉବାଚ
ଆଉ ପାପ ଅହିତ ପରିମାଣି ତଥାପି ବିଷୟରେ ପ୍ରାଣୀ ପାପରେ ପୁଣି ପ୍ରବ୍ରତେ କି କାର୍ଯ୍ୟ ତେବେ ପ୍ରାୟଶ୍ଚିତ କେବା ପାପକୁ ନିବୃତ୍ତଇ ପୁଣି ପାପ ଆଚରଇ ଏଥୁ ଅନ୍ତରେ ପ୍ରାଶ୍ଚିତେ କୁଞ୍ଜର ରସ୍ନା କଲା ମାତ ହେମନ୍ତ ରାଜାର ବଚନେ ସୁକ କହନ୍ତି ତୋ ସମନେ କର୍ମରେ କୋହରି କର୍ମମାନ ଗ୍ରହଣ କରନ୍ତି ଯେ ଜନ ଆଉ କର୍ମ ସମୂହେ ନାଶ ହୁଅନ୍ତି ଏହାର ସ୍ୱଭାବଟି ଆଇ ଅଜ୍ଞାନୀ ଅଧିକାର ଯେଣୁ ବିଫଳ ପ୍ରାୟଶ୍ଚିତ ତେଣୁ ସୁତଥ୍ୟ ପ୍ରଗ୍ରାସ ଯେ ନରକେ ସୁତଥ୍ୟ ଗ୍ରାସ ଯେ ନ କରେ ତାହାକୁ ବ୍ୟାଧି ପୀଡ଼ା କରେ ଏଇ ବିନୟ ଯେ କରନ୍ତି କର୍ମ କଲ୍ୟାଣ ସେ ଲଭନ୍ତି ଦେହ ବଚନ ବୁଦ୍ଧି ଜ୍ଞାନୀ ଯେ ପାପ କରି ତାହି ପ୍ରାଣୀ ତପସ୍ୟା ଯମ ନିୟମରେ ସମଦମ ତ୍ୟାଗ ଶୌଚରେ ସତ୍ୟ ବ୍ରହ୍ମଚାର୍ଯ୍ୟ ଦୀକ୍ଷାରେ ଜ୍ଞାନୀ ନାଶନ୍ତି ପାପ ଘରେ ଯେ ସନେ ଦୋଇ ସକଳ ତେଣୁରେ ଗୁରୁ ଭଗଦାନ ଦାବାନଳ ଆଉ ଯେ ସନେ ଭକ୍ତି ଯୋଗ କରି ଗୋବିନ୍ଦ ଚରଣ ସୁମରି ମଳୟ ଚନ୍ଦନ ଯେ ସନ ଅଗ୍ନି ପାରୁ ସେ ଯେନେ ଗୋବିନ୍ଦ ପାଦେ ଆଶ୍ରି କରି ତେଣୁ ଅଘତି ମିର ହରେ ଅଶେଷ ପାପ ମାନ ନାଶେ ତମ ଯେ ସୋନେ ରବିତ୍ରାସେ ଓ ରାଜା ଅଘବନ୍ତ ସେହି ତପେ ପବିତ୍ର ତତେ ନୋହି ଯେମନ୍ତେ କୃଷ୍ଣର ବିଷয়ে ପ୍ରାଣୀ ଅର୍ପିଲେ ସୁଧା ହୁଏ ସୁଶୀଳ ସାଧୁ ଯେହୁ ଜନ ନାରାୟଣର ପରାୟଣ ଆଉ ତାହାଙ୍କ ଭକ୍ତି ତଥ୍ୟମାନ ଲୋକରେ କଲ୍ୟାଣ କାରଣ ଯେ ନିତ୍ୟ ଥାନ୍ତି ପରହିତେ ଜଗତ ଦେଖେ ଆତ୍ମାଗତେ ଶୁଣ ରାଜନ ପରିମାଣି କୃଷ୍ଣ ବିମୁଖ ଯେତେ ପ୍ରାଣୀ ତାଙ୍କ ତପ ଯେତେ ଫଳ ସକଳ ହୁଅ ନିଷ୍ଫଳ ଶ୍ରୀକୃଷ୍ଣ ପାଦ ପଦ୍ମ ଧୋଇ ତା ଗୁଣେ ଅନୁରାଗୀ ହୋଇ ତାହାର ଯେଉଁ ଲୟ ଧ୍ୟାନ ନିବେଦନରେ ତନୁ ମନ ଯେ କାବେଳେ ବୋଲେ ନାମ ସୁସ୍ୱରେ ସେନ ଆଉ ସୁସ୍ୱରେ ଦେଖ ସପନ ଯାଦୁର ଦଣ୍ଡ ପାଶ ଧର ନ ଦେଖି ଚିହ୍ନ ତାହାଙ୍କର ଯେ ଇତିହାସ ପୁରାତନ କହିବା ଶୁଣ ସାବଧାନ ବିଷ୍ଣୁଙ୍କ ଦୂତ ଯମଦୂତ ସମ୍ବାଦ ଅତି ଅଦ୍ଭୁତ ଆଉ କାମ୍ୟକୁ ବୁଝ ନାମେ ଦେଶ ଅଜାମ୍ବିଳର ତହୁଁ ବାସ ଆଶ୍ରମେ ଦେଜ ସେ ବୋଲାଇ ସ୍ୱଭାବେ ଉଦାସୀ ପତି ହୋଇ ସଦାଚାରକୁ ନଷ୍ଟ କରି ଦାସୀର ସମ୍ପର୍କ ଆଚରି
ଦୈତ୍ୟ ଶୌଚ ପଣେ ଥାଇ ଉଚିତ କର୍ମ ଆଚରଇ। ହେମନ୍ତ କେତେ ଦିନ ଗଲା ତାହାର ପୁତ୍ର ଉପଜିଲାଂ। ସେ ନଗ୍ରେ ଥାଇ ଦାସୀପତି ପୁତ୍ର ପାଳନେ ସଦାମତି। 28 ବରଷ ତାହାର କାଳ ହୋଇଲା ନୃପବରଂ। ବୃଦ୍ଧ ବୟସ ତାର ସୁତ ହୋଇଲା 10 ପରିମିତ। କନିଷ୍ଠ ନାମ ନାରାୟଣ ପିତାର ଆନନ୍ଦ କାରଣ। ତାହାର ତହୁଁ ଚିତ୍ତ ଥାଇ ଅନ୍ୟତ୍ର କେବେ ନ ଦେଖଇ। ଆଉ ବାଳକ ସ୍ୱଭାବେ ଅତୁଲ୍ୟ ବଚନ କହି ମୁଦକ। ବଚନ କହି ମୃଦଳ। ଆଉ ତାହାର ଲୀଳା ମାନ ଦେଖୁ ହରସ କେ ପାରୁ ଲେଖୁ। ଭୋଜନ ଜଳ ପାନ ବଳେ ନାନା ପ୍ରକାରେ ସୁଖ ବଳେ। ବାଳକ ସ୍ନେହ ବଶ ହୋଇ ଅଗ୍ର ଭୋଜନ ତାକୁ ଦେଇ। ମରଣ ନ ଜାଣଇ ମୂଢ଼ ବାଜଇ ସ୍ନେହେ ଚିତ୍ତ ଦୃଢ଼। ଆଉ ମରଣ କାଳ ଉପଗତ ଲକ୍ଷଣେ କରି ଦୃଢ଼ ଚିତଂ। ତକ୍ଷଣେ ପରା। ଆଉ ବାଳକ ନାମ ନାରାୟଣ ମତି ନିବେଶିଲା ତକ୍ଷଣ। ଯମର ଦୂତ ପାଶ କରେ ମିଳିଲେ ତାହାର ସମୀପରେ। ଉଚ୍ଚ ପୁରୁଷ ଭୟଙ୍କର ବଜ୍ରବଦନ ମହାଘୋର। ଆଉ ଲମ୍ବ ଲୋମ ସରବ ଶରୀର ଦେଖି ଅଜାମ୍ବିଳ କାତର। ଆଉ ଦୂରେ ବାଳକ ସଙ୍ଗେ ମିଳି ତାହାର ପୁତ୍ର କରେ କଳି କେଳି। ସେଟା ଆଉ ଟିକେ ଦୁଶୁନି ଅକ୍ଷର ଜାବଜାରା ଧରିଲା ଆଖି। ହା ଇନ୍ଦ୍ରିୟ ଆକୁଳେ ତକ୍ଷଣ ଡାକିଲେ ପୁତ୍ର ନାରାୟଣ। ଅମଲା ଅଜାମ୍ବିଳ ବ୍ରାହ୍ମଣ। ତମେ ଯେତେ ପଢିଲ ମୁଁ ସାରାଂଶ ହେଲା ଏଇଠି ସେଇଠି ଡାକିକି ତା ପୁଅ ନା ମଲା। ଏଠି ମଲା ଅଜାମ୍ବିଳ ବ୍ରାହ୍ମଣ ସେ ନାମ କରି ସଂକୀର୍ତ୍ତନ। ଯମର ଦୂତ ଦେଖି ବେଢ଼ି ହସ୍ତରେ ପକା ହସ୍ତେ ଫାଶ ରଜୁ ଧରି। ଶୁଣି ତା ମୁଖୁ ନାରାୟଣ ଆସି ମିଳିଲେ ବିଷ୍ଣୁ ଗଣ। ହେମନ୍ତେ ବିଷ୍ଣୁ ଦୂତେ ମିଳି ଗନ୍ଧ ଆମୋଦ ଦିଗ ପୁରୀ। ରୂପେ କି ଦେବା ପଟାନ୍ତର ସୁବର୍ଣ୍ଣ ବେତ ଧରି କର। ପିତ ବସନ ପରିରଣ ଦିଶନ୍ତି ଦୁଗ୍ଧ ସ୍ୱର୍ଣ୍ଣ ବର୍ଣ୍ଣ। ହେଇଗଲା ଶ୍ୱଶୁର ପୁଅ କେଡ଼େ ରୋଷେଇ। ସରିନି ମୋର ତ ସେ ବିଷୟ ସରିଯାନ୍ତାଣି।